ହଠାତ୍ ନଦୀରେ ଜଳସ୍ତର ବୃଦ୍ଧି, ବଢ଼ି ପାଣିରେ ଫସିଲା ଗୋଠଛଡ଼ା ଦନ୍ତା। ଢେଙ୍କାନାଳ ବନଖଣ୍ଡ ଡିହଡୋଳ ଫରେଷ୍ଟ ସେକ୍ସନ ପାଳସାହି ଗ୍ରାମ ନିକଟରେ ବ୍ରାହ୍ମଣୀ ନଦୀରେ ଫସିଲା ଗୋଠଛଡ଼ା ଦନ୍ତା। ଭୋର ସମୟରେ ଏକ 40 ଟିକିଆ ହାତୀପଲ ପର୍ଜଙ୍ଗ ଅଞ୍ଚଳରୁ ନଦୀ ପାର ହୋଇ ହିନ୍ଦୋଳ ଅଞ୍ଚଳକୁ ଯାଉଥିବା ବେଳେ ହଠାତ୍ ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା। ଗୋଠଛଡ଼ା ଦନ୍ତାଟି ପ୍ରଖର ସୁଅରେ ଫସି ଯାଇଥିଲା। ହାତୀଟି କୂଳକୁ ଆସିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସୁଅ ମୁହଁରେ ଥିବାରୁ ନଦୀର ଗଭୀର ଜଳରେ ଅଟକି ରହିଥିଲା। ତେବେ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ପ୍ରାୟ ଅପରାହ୍ନ ସମୟ ପର୍ଯ୍ୟନ୍ତ ଚେଷ୍ଟା କରି ଉଦ୍ଧାର କରାଯାଇଥିବା ବେଳେ ହାତୀଟି ହିନ୍ଦୋଳ ରେଞ୍ଜ ଅଞ୍ଚଳକୁ ଚାଲି ଯାଇଥିବା ମହାବୀର ରୋଡ ରେଞ୍ଜ ଅଫିସ ତରଫରୁ ସୂଚନା ମିଳିଛି। ସୌମ୍ୟରଞ୍ଜନ ନାୟକଙ୍କ ରିପୋର୍ଟ, ଢେଙ୍କାନାଳ ଭଏସ୍।